କମଳ କହନ୍ତେ ପଡତେ ପୁଷ୍କରଣୀ ପୋଖରୀ ମା ପୋଖରୀରେ କମଳ କହନ୍ତେ ପଦ୍ମ ହେ ସ୍ୱାମୀ ସୂର୍ଯ୍ୟ ଅସ୍ତ ହୋଇ ଗଲାଣି ପୂର୍ବ ଆକାଶରେ ରକ୍ତିମ ବର୍ଣ୍ଣର ଆଭାକୁ ଧାରଣ କରି ସୂର୍ଯ୍ୟ ଦେବତା ହୋଇ ଆସିଲାଣି ତେଣୁ ସୂର୍ଯ୍ୟଙ୍କର କିରଣ ବାଜିବା ମାତ୍ରକେ ପୋଖରୀରେ ପଦ୍ମ ଫୁଲ ଫୁଟିଲାଣି ଆଉ ହେଲା କଣ କମଳ ନେତ୍ରୀ ସ୍ନାନ ଗଲେଣି କମଳ ନେତ୍ରୀ ମତେ ରାଜୀବ ନେତ୍ରୀ ପଦ୍ମ ନେତ୍ରୀ ନାୟିକା ମାନେ ରାତି ପାହି ଯିବାରୁ ସ୍ନାନ କରିବା ପାଇଁ ପୋଖରୀକୁ ଚାଲିଗଲେଣି କହିଲେ ହେ ସ୍ୱାମୀ ମୁଁ ନବ ବିବାହିତା ସେମାନଙ୍କ ପଛରେ ମୁଁ ଯିବି ମତେ ଟାହିଲିଟା ପୁରା କରିବେ বাঁকা বলে শঙ্কর পুরাতন শঙ্কর বাঁকা বলে শঙ্কর পুরাতন শঙ্কর বাঁকা বলে শঙ্কর পুরাতন লেখক কবি সে কহিলে বাঙ্কা বলে শঙ্কর বলে শঙ্কর পান্ত হচ্ছে শিব শিবঙ্ক পুরে অর্থাৎ শিবালୟରେ সেবক এ ব্রাহ্মণ মানে কোন শঙ্খধ্বনি কলেনি ঘণ্টানাদ বাজিলানি তেଣୁ ହେ ସ୍ୱାମୀ ମତେ ଆପଣ ଛାଡ଼ି ଦିଅନ୍ତୁ ଆପଣ ମାନେ ଏଠି ବିଚାର କରନ୍ତୁ ତାହେଲେ ଆପଣ ମାନେ କାଲି ଠାରୁ ପ୍ରତ୍ୟେକ ଘରେ ସମସ୍ତେ ଶଙ୍ଖ ବଜାନ୍ତୁ ସକାଳ ହେଲେ କାହିଁକି ବାସ୍ତୁଶାସ୍ତ୍ର କହେ ଯେଉଁ ଘରେ ପ୍ରତ୍ୟେକ ଦିନ ଶଙ୍ଖ ବାଜେ ସେ ଘରେ କିଛି ପାପ ପ୍ରବେଶ କରିପାରେ ନା ତାହେଲେ ଯେତେବେଳେ ମା ସକାଳ ହୋଇଯାଇଛି ଏଇ ସମୟରେ ମା ପ୍ରତ୍ୟେକ ଝିଅ ମାନେ ବୋହୂ ମାନେ ନିଜର ନିତ୍ୟକର୍ମ ପରିସମାପ୍ତି କରି ଏ ଘରର ଅଗଣା ପରିଷ୍କାର କର ତାହେଲେ ସେଇ ତ୍ରେତୟା ଯୁଗର କଥାବସ୍ତୁ ଜନକ ବାଥରୁମ ଅଛି ଯେ ଅଗଣା ପରିଷ୍କାର କରିବେ ବାଥରୁମ ନାଇଁ ଆମର କଣ ଅଛି ଆମ ତ ବଢିଆ ଆଡେ ଦେବ ଆଜ୍ଞା ଓହୋ ଅଗଣା କହିଲେ କଣ ଏଇଟା ଘରର ଅଗଣା ଦ୍ୱାର ମୁଖ ପ୍ରକ୍ଷାଳନ କରି ନାଇଁ ମୁହଁ ଧୋଇକି ନିଜର ନିତ୍ୟକର୍ମ ସାରି ସେମାନେ ଗୃହ କାର୍ଯ୍ୟ କରନ୍ତି ତାହେଲେ ସେଇ ତ୍ରେତୟା ଯୁଗର କଥାବସ୍ତୁ ମା ଜନକ ନନ୍ଦିନୀ ଏ ଅଜନୀ ସମ୍ଭୂତା ମା ସୀତା ଠାକୁରାଣୀ ଏ କରିଛନ୍ତି କଣ ନା ମା ସକାଳ ହେଲା ମାତ୍ରକେ ନିଜର ବାସି କାମକୁ ପରିସମାପ୍ତି କରି ଅଯୋଧ୍ୟାର ପୁଷ୍ପ ବାଟିକାରେ ପୁଷ୍କରଣୀକୁ ସ୍ନାନ କରିବା ପାଇଁ ଯାଇଛନ୍ତି ସ୍ନାନ ସାରିକି ହୁଏତ ମା ଫେରିଛନ୍ତି ଫେରିକି ଦେଖିଲେ ତାଙ୍କ ଅଗଣାରେ ତୁଳସୀ ଗଛ ରହିଛି ଦେବୀ ତୁଳସୀ ଠାକୁରାଣୀ ଅଛନ୍ତି ତାଙ୍କ ନିକଟରେ ପଣ୍ଡିତେ କରିଛନ୍ତି କଣ ନା ପୂଜା ଅର୍ଚ୍ଚନା ସାରିକି ଜଳ ତର୍ପଣ କରି ଗୃହକୁ ଯିବାକୁ ଚାହୁଁଛନ୍ତି ସେଇଠି କବି ବ୍ୟାସ କହିଲେ ପର ସ୍ତ୍ରୀ ଦର୍ଶନେ ପୁଣ୍ୟ